ଆଜି ହେଉଛି ପ୍ରଥମ ରଜ। ରଜ ମାନେ ପୋଡ଼ାପିଠା। ପୋଡ଼ାପିଠା ନହେଲେ ରଜର ମଜା ମାହୋଲ ଆସିବନି। ସେଥିପାଇଁ ଆଜି ମୁଁ ଦୁଇଟା ପୋଡ଼ପିଠା ବନେଇଛି। ଲୋକ ନାହାନ୍ତି ବେଶୀ, ତଥାପି ଆମ ପ୍ରଥା ପରମ୍ପରା ଅନୁସାରେ ରଜରେ ପୋଡ଼ାପିଠା ଖାଇବା କଥା। ତା ସହିତ ବିଭିନ୍ନ ଭେରାଇଟିର ମିଠା ଆଉ ଖିଲି ପାନର ମଜା ପୁରା ନିଆରା। ଆମର ବି କିଛି ମିଠା ଆସିଛି। ଆଉ ଏଠି ଜେଜେମା ନାତୁଣୀ ପିଠା ମିଠା ସବୁ ଖିଆଖି ହେଉଛନ୍ତି, ଭାରି ଖୁସି ଅଛି ତାଙ୍କ ମନ। ଏଠି ତ ଆନ୍ଧ୍ରରେ ରଜ ନାହିଁ, ଖାଲି ଆମେ ଖାଇକି ପାଳିବା କଥା। ଆଉ ଏଠି ତା ବାପା ତାକୁ ସଜେଇ ଦେଉଛନ୍ତି। ୟାକୁ ପରା ମୁଁ ଭଲ ଭାବରେ ସଜ କରିପାରିବିନି, ତା ବାପା ପୁରା ଭଲସେ ସଜେଇ ଦେବେ। ସେଥିପାଇଁ ମୋ ପାଖରୁ ଛଡ଼େଇ ନେଇକି ତା ବାପା ପାଖକୁ ପଳେଇ ଆସିଲି। ମୁଁ ପାରିବିନି ଭଲ ଆଗରୁ ପାରି ଏବେ ପାରୁନି। ଓହୋ, ଏବେ ବାପା ଭଲ ହେଇଗଲେ। ଆଙ୍କର ବି ଆଜି ଅଫିସ୍ ଅଛି। ଅଫିସ୍ ନ ଯାଇକି ଏଠି ସଜଉଛନ୍ତି। ଏଇ କଲୋନୀ ଭିତରେ ଯେଉଁ ପାର୍କ ଅଛି, ସେଇ ପାର୍କର ଦୋଳିକି ଟିକେ ସଜେଇ ଖେଳିବା ପାଇଁ ଆସିଥିଲୁ। ତା ବାପା ତାକୁ ଅଧା ସଜେଇ କୁଆଡ଼େ ପଳେଇ ଯାଇଛନ୍ତି। ଅଧା ସଜେଇ ଦେଇକି ଛାଡ଼ିକି ପଳେଇଲେ କି? ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ। ଆସିଛି ରଜ ଲଘେନି ନୂଆ ସଜବାଜ। ବନସ୍ତେ ଡାକିଲା ଗଜ, ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ। ଆସିଛି ରଜ ଲଘେନି ନୂଆ ସଜବାଜ। ସଜନି କୁଆଡ଼େ ଅନଉଛୁ? ଦୋଳି କଟ ମଟ, ରଜ ଦୋଳି କଟ ମଟ, ମଚାରି ପାଖରେ ଗୋଲାପ ଫୁଲ। ଗୋଲାପ ଫୁଲରେ ମୋର ଗୋଟେ ଉଠାଅ ଫଟୋ। ସଜନା ସଙ୍ଗାତରେ ମୋର ଗୋଟେ ପଠାଅ ଫଟୋ। ରଜ ଦୋଳି କଟ ମଟ, ମକୁନୁ ମୁଣ୍ଡରେ ଗୋଟେ ପରି ମୁକୁଟ। ପରି ମୁକୁଟରେ ତାକୁ ଟିକେ ବେଶୀ ଝୁଲାଅ। ମା ବାପା ଏଠି ତାଙ୍କର ଲୁଡୁ ଏଠି ଖେଳ ଜମେଇ ଦେଇଛନ୍ତି। ଏଠି ଝିଅ ତାର ଦିଟା ପାନ ମୋ ପାଖରୁ ଛଡ଼େଇ ଆଣିଲା। ଦିଟା ପାନ ଏଠି ବସିକି ଗଲା, ମୁଁ ଏକା ଖାଇବି। ରାତି ପାଇଁ ଏବେ ଆମର ଖାଦ୍ୟ ପ୍ରସ୍ତୁତ ହେଉଛି। ରାତିର ପାଇଁ ଏଇଟା ହେଉଛି, ମୁଁ ପାଏସ ବନେଇଛି। ଏଇଟା ଏବେ ହେଇ ଆସିଲାଣି। ଆଉ ତାପରେ ଏଇଟା ଗୋଟେ ବୁଟ ଡାଲି ତରକାରୀ କରିଛି। ବୁଟ ଡାଲିର ତରକାରୀ ସହିତ ପୁରୀ। ଥ୍ୟାଙ୍କ ୟୁ ଫର୍ ୱାଚିଂ।